କାଲି ଭୋଜି କରି ଯିବାର ଲାଗି ବାହାରିଥିଲା ପୁଅ, ହେଲେ ଆଜି ଫିରୁଛେ ତାର ମଲା ଦେହ। ନା ଦେଖିଲେ ବିଶ୍ୱାସ ଲାଗୁଛେ, ନା ସତ୍କେ ଗ୍ରହଣ କରି ହେଉଛେ। ବଡ଼ ତ ବଡ଼, ଛୋଟ ଝିଅମାନେ ବି କାନ୍ଦି କାନ୍ଦି ଭିଗୋସ ହେଇଯାଉଛନ୍। କଟକ ଜଗତପୁର ପାଖରେ ବିରୁପା ନଦୀରେ କାର ବୁଡ଼ି ଯାଇଥିବାର ଘଟଣାରେ ଆଜି ଉଦ୍ଧାର ହେଇଛି ଉଦିତ ନାରାୟଣ ସାହୁର ମୃତଦେହ। କାଲି ରାତି 12 ବଜା ତକ ଅପରେସନ ପରେ କାର ସିନା ମିଳିଥିଲା, ହେଲେ ଉଦିତ ନାରାୟଣ ସାହୁ ନେଇ ମିଳିଥାଇ। ଆଉ ଆଜି ସକାଳେ ରେସ୍କ୍ୟୁ ଟିମ୍ ଅପରେସନ ପରେ ମିଳିଛେ ତାଙ୍କର ମଲା ଦେହ। ଆସୁନ ଜାନ୍ମା ରେସ୍କ୍ୟୁ ଟିମ୍ର ଜଣେ ମେମ୍ବର କାଣା କହୁଛନ୍ ଯେ। ବଟଲରେ ଯୋଉ ଡଙ୍ଗାଟା ତିଆରି ହେଇଛି ତାର ଗୋଟେ ରସି ଥିଲା, ଯୋଉ ରସିରେ ଆଙ୍କ ହାତ ଲକ୍ ହେଇକି ଥିଲା। ତାଙ୍କୁ ଯେତେବେଳେ ଅଣାଗଲା ସେ ବୋଟ ବି ବଟଲର ଯୋଉଟା ବନିଆ ହେଇଥିଲା ସେ ବି ଆସିଲା। ବୋଇତ ତଳେ ବୋଇତର ଯୋଉ ରୋପଟା ଥିଲା ସେ ରୋପରେ ସେ ଲକ୍ ହେଇକି ଥିଲା। ନଦୀ କୂଳରୁ ଦେଖିଲା ବେଳକୁ 20 ରୁ 25 ଫୁଟ ଭଳିଆ ଡିଷ୍ଟାନ୍ସ ରହିବ, କିନ୍ତୁ ଡେପ୍ଥ ରହିବ 25-30। କାନ୍ଦ ଗର୍ଜନରେ ଗର୍ଜି ଯାଉଛି ବିରୁପା ନଦୀ। ନିଜର ପରିବାର ଲୋକେ କାନ୍ଦି କାନ୍ଦି ଭିଗୋସ ହେଇଯାଉଛନ୍। ହେଲେ ଆଉ ଯେତେ କାନ୍ଦିଲେ ବି ଆଉ ନେଇ ଫିରନ୍ ନା ଉଦିତ ନାରାୟଣ। ଆସୁନ ଜାନ୍ମା ଉଦିତ ନାରାୟଣର ମାଇ କାଣା କାଣା କହୁଛନ୍ ଯେ। ବାହାରିକି ଆସିଥିଲେ ଦିନ 3ଟାରୁ ଆସିଥିଲେ। ହୋଟେଲରେ ଓପନିଂ ଥିଲା ତା ସାଙ୍ଗର, ଚାଉଳିଆଗଞ୍ଜ ଆସିଥିଲେ। ଦିଟା ଗାଡ଼ିରେ ଆସିଥିଲେ। ଭଣଜା ନିଜେ ଡ୍ରାଇଭିଂ କରୁଥିଲେ, ନିଜ ଗାଡ଼ି ନିଜେ ଡ୍ରାଇଭିଂ କରୁଥିଲେ। କହିଥିଲେ ସନ୍ଧ୍ୟା ସୁଦ୍ଧା ଫେରିଯିବେ ବୋଲି। 7-8ଟା ଭିତରେ ନ ଫେରିଲା ବେଳକୁ ଆମେ ତ ନ୍ୟୁଜରେ ଦେଖିଲୁ ଯେ ଗାଡ଼ିଟା ଡୁବି ଯାଇଛି ବୋଲି ଲିଙ୍ଗିପୁର। କଟକ ଜଗତପୁରରୁ ନିକୁନଙ୍କ ରିପୋର୍ଟ, ST ଅଫିସିଆଲ।